ମୁଁ ଡକ୍ଟର ବୀରେନ୍ଦ୍ର ପ୍ରସାଦ ବିଶ୍ୱାଳ ଜେନେରାଲ ଫିଜିସିଆନ୍ ଆଣ୍ଡ ଡାଇବେଟୋଲୋଜିଷ୍ଟ। ମୁଁ ଆଜି କହିବି ପ୍ରି ଡାଇବେଟିକ୍ କହିଲେ କ'ଣ। ଦେଖନ୍ତୁ, ପ୍ରି ଡାଇବେଟିକ୍ କହିଲେ ଡାଇବେଟିଜ୍ର ପୂର୍ବ ଅବସ୍ଥା, ତାମାନେ ଡାଇବେଟିସ୍ ଆପଣଙ୍କୁ ହେଇନଥିବ କିନ୍ତୁ ଡାଇବେଟିସ୍ ହେବାର ସମ୍ଭାବନା ବେଶୀ ଅଛି। ତେଣୁ ସେଥିପାଇଁ ଆମେ ଜାଣିବାକୁ ହେଲେ ପ୍ରି ଡାଇବେଟିକ୍ ଆମେ ସାଧାରଣତଃ ପରୀକ୍ଷା କରିଥାଉ। ଯେଉଁ ପରୀକ୍ଷାରେ ଆପଣ HbA1c କଲେ ଆପଣ କନଫର୍ମ ହେଇପାରିବେ। ଯଦି ଆପଣଙ୍କର HbA1c 5.7 to 6.4 ଭିତରେ ଅଛି ତାହେଲେ ଆପଣଙ୍କୁ ପ୍ରି ଡାଇବେଟିକ୍ କଣ୍ଡିସନରେ ଆପଣ ଅଛନ୍ତି। ବା ଆପଣ ଯଦି ଫାଷ୍ଟିଂ ସୁଗାର ପରୀକ୍ଷା କରୁଛନ୍ତି, ବ୍ଲଡ୍ ସୁଗାର ଟେଷ୍ଟ, ତାମାନେ ନ ଖାଇକି ପରୀକ୍ଷା ଦେଉଛନ୍ତି, ବ୍ଲଡ୍ର ଟେଷ୍ଟ କରୁଛନ୍ତି, ଯଦି 100ରୁ 125 ମିଲିଗ୍ରାମ ପର ଡେସିଲିଟର ଭିତରେ ରହିଲା ତାହେଲେ ଆପଣ ପ୍ରି ଡାଇବେଟିକ୍ କଣ୍ଡିସନରେ ଅଛନ୍ତି। ଆଉ ଖାଇବାର 2 ଘଣ୍ଟା ପରେ ଯଦି ଆପଣ ବ୍ଲଡ୍ ସାମ୍ପଲ୍ ଦେଉଛନ୍ତି ଟେଷ୍ଟ ପାଇଁ, ଯଦି ତାର ଭ୍ୟାଲୁ 140ରୁ 199 ମିଲିଗ୍ରାମ ପର ଡେସିଲିଟର ଭିତରେ ରହିଲା ତାହେଲେ ଏଟା ଆମେ କହିଲେ ପ୍ରି ଡାଇବେଟିକ୍। ତେଣୁ ପ୍ରି ଡାଇବେଟିକ୍ କଣ୍ଡିସନରେ ଯଦି ଆପଣ ଡାଇଗ୍ନୋସ୍ ହେଉଛନ୍ତି ତାହେଲେ ଆପଣ ଡାଇବେଟିସ୍କୁ ପ୍ରିଭେଣ୍ଟ କରିପାରିବେ ଆଉ ତାର କମ୍ପ୍ଲିକେସନରୁ ରକ୍ଷା କରିପାରିବେ। ତେଣୁ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଯେ ଆପଣ ଡାଇବେଟିସ୍ ହେବା ପୂର୍ବରୁ ଆପଣ ପରୀକ୍ଷା କରିକି HbA1c, ଫାଷ୍ଟିଂ, ବ୍ଲଡ୍ ସୁଗାର ଆଉ PPBS ଆଫ୍ଟର 2 ଆୱାର 2 ଘଣ୍ଟା ପରେ ଖାଇକି ଯଦି ଆପଣ ଟେଷ୍ଟ କରିକି ଜାଣିପାରିଲେ ଆପଣ ପ୍ରି ଡାଇବେଟିକ୍ କଣ୍ଡିସନରେ ଅଛନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ ଡାଇବେଟିସ୍ରୁ ରକ୍ଷା ପାଇପାରିବେ। ଆଉ ହଉଛି ଗୋଟେ କଥା କ'ଣ ନା, ଆପଣ କେମିତି ଜାଣିବେ ଆପଣ କାହିଁକି ଟେଷ୍ଟ କରିବେ ବୋଲି। କୌଣସି ସିମ୍ପଟମ୍ସ ନଥିବ କିନ୍ତୁ ଆପଣ ଟେଷ୍ଟ କଲେ ଆପଣ ଜାଣିପାରିବେ ପ୍ରି ଡାଇବେଟିକ୍ କଣ୍ଡିସନରେ ଅଛନ୍ତି ବା ନାହିଁ। ତଥାପି ଆପଣଙ୍କୁ କିଛି କ୍ଲୁ ଦଉଛି, ଯଦି ଆପଣଙ୍କର ଓଭର ୱେଟ୍ ଅଛି, ବହୁତ ମୋଟା ଅଛନ୍ତି ବା ଆପଣଙ୍କର ଫ୍ୟାମିଲି ହିଷ୍ଟ୍ରି ଅଛି ବା ଆପଣଙ୍କର ଏଜ୍ 40 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ବା ଆପଣ କୌଣସି ଏଣ୍ଡୋକ୍ରିନ୍ ବା ଡିଜିଜ୍ରେ ପୀଡ଼ିତ ଅଛନ୍ତି, ଯେମିତି ଥାଇରଏଡ୍ ଆପଣଙ୍କୁ ଅଛି ବା ଅନ୍ୟ କୌଣସି ରୋଗ ଅଛି, ତାହେଲେ ଆପଣ ନିଶ୍ଚିତ ଭାବରେ ସ୍କ୍ରିନିଂ ଟେଷ୍ଟ କରିନିଅନ୍ତୁ ଆପଣ ପ୍ରି ଡାଇବେଟିକ୍ କଣ୍ଡିସନରେ ଅଛନ୍ତି ବା ନର୍ମାଲରେ ଅଛନ୍ତି। ଯଦି ପ୍ରି ଡାଇବେଟିକ୍ କଣ୍ଡିସନରେ ଥିବେ ନିଶ୍ଚିତ ଭାବରେ ଆପଣ ପ୍ରିକସନ୍ ନେଲେ ଡାଇବେଟିସ୍ରୁ ମୁକ୍ତି ପାଇପାରିବେ। ଥ୍ୟାଙ୍କ ୟୁ।